ପୂର୍ବତନ ପିସିସି ତଥା କଂଗ୍ରେସର ଭେଟରାନ୍ ଲିଡର ଜୟଦେବ ଜେନା ଦଳ ତାଙ୍କ ଉପରେ ପୁନର୍ବାର ବିଶ୍ୱାସ ଭରସା କରି ଆନନ୍ଦପୁର ସିଟ୍ ପାଇଁ ଟିକେଟ୍ ଦେଇଛି। ତେବେ ସି ଆମ ସହିତ ଯୋଡ଼ି ହୋଇଛନ୍ତି, ସିଧାସଳଖ ତାଙ୍କୁ ପଚାରି ବୁଝିବା କ'ଣ କେମିତି ରହିଛି ପରିସ୍ଥିତି ଏବଂ ଆଗକୁ କେଉଁଭଳି ସେ ଲୋକଙ୍କ ପାଖକୁ ଯିବେ, ନିର୍ବାଚନ ଲଢ଼ିବେ। ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଖରେ ମୁଁ କୃତଜ୍ଞ ଯେ ମୋତେ ସେ 1978 ମସିହାରେ ରାଜନୀତିକୁ ଆଣିଲେ। 80 ମସିହାରେ ମୁଁ ଟିକେଟ୍ ପାଇଲି। କ୍ରମାଗତ ଭାବରେ ଗୋଟିଏ ଜାତୀୟ ଦଳରୁ ଭାରତୀୟ ଜାତୀୟ କଂଗ୍ରେସରୁ କ୍ରମାଗତ ଭାବରେ ଏଥରକୁ ଲଗେଇକି ମୁଁ 10 ଥର ଟିକେଟ୍ ପାଇଲି। ବୋଧେ ବହୁତ କମ୍ ଲୋକଙ୍କର ସୌଭାଗ୍ୟ ଥିବ। 10 ଥର ଗୋଟିଏ ଦଳ, କଂଗ୍ରେସ ଦଳରୁ ଗୋଟିଏ ଲୋକ, ଗୋଟିଏ ବ୍ୟକ୍ତି ଟିକେଟ୍ ପାଇବା, ଗୋଟିଏ ଚିହ୍ନରେ ଲଢ଼ିବା, ଗୋଟିଏ ଦଳ ଭିତରେ ରହିବା, ଏ କଥାଟି କେବଳ ସମ୍ଭବ ହେଇଛି ଲୋକଙ୍କର ଆଶୀର୍ବାଦ, ଶୁଭେଚ୍ଛା ମୋତେ ମିଳିଛି। ଏବଂ ବିଶେଷ ଭାବରେ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାଡ଼ଗେ, ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି, ଶ୍ରୀମତୀ ସୋନିଆ ଗାନ୍ଧୀ, ଆମର ପ୍ରିୟ ନେତ୍ରୀ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଯୁବ ମାନସ ନେତା, ଏବଂ ସବୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ବରିଷ୍ଠ ନେତା ଏବଂ ରାଜ୍ୟର ନେତୃମଣ୍ଡଳୀ ସମସ୍ତଙ୍କର ବିଶ୍ୱାସ ଭରସା ମୋ ଉପରେ ରହିଛି ଏବଂ ମୁଁ ଲଗାତାର ଭାବରେ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଛନ୍ତି। ମୁଁ ଆପଣଙ୍କ କହିବା ଅନୁସାରେ ମୁଁ ନିର୍ବାଚନ ଜିତିଛି, କ୍ଷମତାରେ ରହିଛି, ନିର୍ବାଚନ ହାରିଛି। ଆଜି ମୁଁ ଯେଉଁ ବୁଲୁଛି, ନିର୍ବାଚନ 2019ରେ ହାରିଯିବା ପରେ, ମୋର ଦୁଇଟି ଆକ୍ସିଡେଣ୍ଟ ଘରେ ହେବା ପରେ ମୁଁ ମାନସିକ ନିଷ୍ପତ୍ତି ନେଇକି ମୁଁ ଯେଉଁ ବୁଲୁଛି, ମୁଁ ଲୋକଙ୍କ ପାଖକୁ ଯାଉଛି, ଲୋକଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ମୋତେ ମିଳୁଛି। ଏବଂ 2004 ମସିହାରେ ମୁଁ ନିର୍ବାଚନ ଜିତିଲା ବେଳେ 27,000 ଅଧିକ ମାର୍ଜିନରେ ମୁଁ ଜିତିଥିଲି, 27,000। ଏବଂ ସେତେବେଳେ ମୁଁ ବିଶ୍ୱାସ କରିପାରିନଥିଲି ଯେ ମୁଁ ଜିତିବି, କିନ୍ତୁ ଏତେ ଭୋଟରେ ଜିତିବି। ସେତେବେଳେ ଯେଉଁ ସ୍ନେହ ମୁଁ ପାଇଥିଲି ଲୋକଙ୍କଠୁ, ତାଠାରୁ ଅଧିକ ଭାବରେ, ଗଭୀରତାର ଭାବରେ ଲୋକ ସ୍ନେହ ଦେଉଛନ୍ତି। ମୋତେ ଏଥର ଲୋକଙ୍କ ପାଖକୁ ଗଲାବେଳେ ଲାଗୁଛି ଯେ ଲୋକଙ୍କର ଶ୍ରଦ୍ଧା ଏଭଳି ଭାବରେ ବଢ଼ିଛି, ମୁଁ ଭାବୁଛି ଲୋକେ ନିଶ୍ଚିତ ଭାବରେ ଆହୁରି ଅଧିକ ଶ୍ରଦ୍ଧାରେ ଭୋଟ ଦେବେ। ଏବଂ 2004ରେ ଯେଉଁଭଳି ଭାବରେ ତାଙ୍କର ଭଲ ପାଇବା ଥିଲା, ଲୋକ କହୁଛନ୍ତି, କିଛି ଲୋକ କହୁଛନ୍ତି ଆମେ କଂଗ୍ରେସ ଲୋକ, କଂଗ୍ରେସକୁ ଭୋଟ ଦେବୁ। କିଛି ଲୋକ କହୁଛନ୍ତି ଯେଉଁମାନେ ବାଟ ହୁଡ଼ିକି ଯାଇଥିଲେ ଜୟଦେବକୁ ଭୋଟ ଦେବୁ, ଏବଂ ଆଉ କିଛି ଲୋକ କହୁଛନ୍ତି ଭ୍ରଷ୍ଟାଚାର ବିରୁଦ୍ଧରେ ଭୋଟ ଦେବୁ। ଇଏ ସବୁ ଭୋଟକୁ ମିଶାଇଲେ ନିଶ୍ଚିତ ଭାବରେ ଭଲ ଭୋଟ ହେବ କଂଗ୍ରେସର। ନିହାତି ଭାବରେ ଆମେ ଯେଭଳି ଭାବେ ପ୍ରତିକ୍ରିୟା ନେଉଥିଲେ, ଜୟଦେବ ଜେନାଙ୍କର ସେ ଆଶା ରଖିଛନ୍ତି ଚଳିତ ନିର୍ବାଚନ ପୁନର୍ବାର ସେ 2004 ନିର୍ବାଚନ ଭଳି ହେବ ଏବଂ ଯେଉଁ ବ୍ୟବଧାନ ରହିଥିଲା ସେ ବ୍ୟବଧାନ କଂଗ୍ରେସ ବଜାୟ ରଖିକି ବିଜୟ ଲାଭ କରିବ ବୋଲି। ଆନନ୍ଦପୁର ସ୍ୱପ୍ନେଶ୍ୱର ପଣ୍ଡା, କଳିଙ୍ଗ ଟିଭି।